ମୋଗଲ ଶାସନ କାଳରେ ମଧ୍ୟ କ'ଣ ମହିଳାମାନେ ହିଜାବ ପିନ୍ଧୁଥିଲେ? କିପରି ଆରମ୍ଭ ହୋଇଥିଲା ଏହି ପରମ୍ପରା? ହିଜାବର ପରମ୍ପରା କ'ଣ ମୋଗଲ ଶାସନ କାଳରେ ବି ରହିଥିଲା? ନମସ୍କାର, ଡିଟିଭି ଓଡ଼ିଆର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆନି ଶତପଥୀ। ଦର୍ଶକ ବନ୍ଧୁ, ଆଜିକା ଦିନରେ ହିଜାବ ଆଉ କେବଳ ଏକ କପଡ଼ା ନୁହଁ, ବରଂ ଏହା ରାଜନୀତି, ପରିଚୟ ଏବଂ ଇତିହାସ ବିଷୟରେ ଏକ ବିତର୍କ ପାଲଟିଛି। ପାଟନାରୁ କାଶ୍ମୀର ପର୍ଯ୍ୟନ୍ତ ସାମ୍ପ୍ରତିକ ବିବାଦ ପୁଣି ଥରେ ଏହି ପ୍ରଶ୍ନକୁ ଉଠାଇଛି। ମୁସଲିମ ସମାଜରେ ପରଦା ବା ପର୍ଦ୍ଦା ପରମ୍ପରା କ'ଣ ସର୍ବଦା ଧାର୍ମିକ ଥିଲା? ବିଶେଷ କରି ମୋଗଲ ଯୁଗରେ, ଯେଉଁଠାରେ ଶକ୍ତି, ପ୍ରତିଷ୍ଠା ଏବଂ ସଂସ୍କୃତି ପରସ୍ପର ସହିତ ଜଡ଼ିତ ଥିଲା। ଆଜିର ଅର୍ଥରେ ମହିଳାମାନେ ହିଜାବ ପିନ୍ଧୁଥିଲେ କି ନାହିଁ, ନା ପରଦା ନା ଅନ୍ୟ କିଛି ରହିଥିଲା? ବିହାରରେ ନିଯୁକ୍ତିପତ୍ର ବଣ୍ଟନ ସମୟରେ ଜଣେ ମହିଳା ଡାକ୍ତରଙ୍କର ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଜାତୀୟ ବିତର୍କ ସୃଷ୍ଟି କରିଥିଲା, ଯାହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ସହିତ ସାହିତ୍ୟିକ ଏବଂ ସାମାଜିକ ବ୍ୟକ୍ତିତ୍ୱଙ୍କର ମତାମତ ମଧ୍ୟ ଆସିଥିଲା। ଏହି ବିତର୍କ ମଧ୍ୟରେ ହିଜାବ କିମ୍ବା ପରଦାର ଧାରଣା ପ୍ରକୃତରେ କେଉଁଠାରୁ ଆସିଥିଲା ଏବଂ ମୋଗଲ ଶାସନ ସମୟରେ ଏହାର ରୂପରେଖ କ'ଣ ଥିଲା, ତାହା ବୁଝିବା ପାଇଁ ଇତିହାସକୁ ଫେରିଯିବାର ଆବଶ୍ୟକତା ହୋଇପଡ଼ିଛି। ମୋଗଲ ଶାସନ କାଳରେ ହିଜାବ ଶବ୍ଦଟି ବର୍ତ୍ତମାନ ଅର୍ଥରେ ବ୍ୟବସ୍ଥିତ ନଥିଲା। ଯେତେବେଳେ ଅଧିକ ସାଧାରଣ ଶବ୍ଦ ଥିଲା ପରଦା। ପରଦା କେବଳ ମୁହଁ କିମ୍ବା ମୁଣ୍ଡକୁ ଘୋଡ଼ାଇ ରଖିବା ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଏହା ଏକ ସମ୍ପୂର୍ଣ୍ଣ ସାମାଜିକ ଏବଂ ପ୍ରଶାସନିକ ବ୍ୟବସ୍ଥା ଥିଲା। ଏଥିରେ ରାଜକୀୟ ମହିଳାମାନଙ୍କୁ ସାର୍ବଜନୀନ ଜୀବନରୁ ପୃଥକୀକରଣ, ସେମାନଙ୍କ ପାଇଁ ଜେନାନା କିମ୍ବା ହାରେମ୍ ଭଳି ସ୍ୱତନ୍ତ୍ର ବାସସ୍ଥାନର ବ୍ୟବସ୍ଥା ଏବଂ ସେମାନଙ୍କର ଗତିବିଧି ଉପରେ କଠୋର ନିୟମ ଅନ୍ତର୍ଭୁକ୍ତ ଥିଲା। ଏହି ବ୍ୟବସ୍ଥା ଧାର୍ମିକ ଆଦେଶ ଅପେକ୍ଷା କ୍ଷମତା, ସୁରକ୍ଷା ଏବଂ ପ୍ରତିଷ୍ଠା ପ୍ରତି ଅଧିକ ଚିନ୍ତିତ ଥିଲା। ଆଜି ଆମେ ମୁଣ୍ଡରୁ ପାଦ ଯାଏ ଆଚ୍ଛାଦିତ କରୁଥିବା ଏକ ସ୍ୱତନ୍ତ୍ର ପୋଷାକ ଭାବରେ ହିଜାବକୁ ଦେଖୁ। ମୋଗଲ ଶାସନ କାଳରେ ଏହାର କୌଣସି ମାନକ କିମ୍ବା ସମାନ ଶୈଳୀ ନଥିଲା, ହେଲେ ରାଜକୀୟ ମହିଳାମାନେ ସାର୍ବଜନୀନ କିମ୍ବା ଆନୁଷ୍ଠାନିକ ଅବସରରେ ଏଭଳି ପୋଷାକମାନ ପିନ୍ଧୁଥିଲେ। ଶାଲ୍, ଚୁନରୀ, ଦୁପଟ୍ଟା ଏବଂ ଲମ୍ବା ପୋଷାକ ମୋଗଲ ପୋଷାକର ଅଂଶ ବିଶେଷ ଥିଲା, ଯାହା ପାରସ, ତୁର୍କୀ ଏବଂ ମଧ୍ୟ ଏସୀୟ ପରମ୍ପରାରୁ ଆସିଥିଲା। ତେଣୁ ମୋଗଲ ଶାସନ କାଳରେ ମହିଳାମାନଙ୍କର ମୁଣ୍ଡ ଘୋଡ଼ା ଯାଉଥିଲା ବୋଲି କହିବା ଅଧିକ ସଠିକ୍ ହେବ, କିନ୍ତୁ ଏହାକୁ ଆଜିର ହିଜାବର ପରିଭାଷାରେ ସୀମିତ ରଖିବା ଐତିହାସିକ ଭାବରେ ଭୁଲ ହେବ। ମୋଗଲ ସମାଜକୁ ସମାନ ଭାବରେ ବିଚାର କରିବା ଏକ ଗୁରୁତର ଭୁଲ ହେବ। ଆକବରଙ୍କ ପରି ଶାସକମାନେ ଅପେକ୍ଷାକୃତ ଉଦାର ଧାର୍ମିକ ଦୃଷ୍ଟିକୋଣ ରଖୁଥିଲେ, ଯେତେବେଳେ ଔରଙ୍ଗଜେବ ତାଙ୍କର ବ୍ୟକ୍ତିଗତ ଜୀବନରେ ଅଧିକ ଧାର୍ମିକ ଶୃଙ୍ଖଳା ପାଳନ କରୁଥିଲେ। ଏହା ସତ୍ତ୍ୱେ ସମଗ୍ର ସମୟ ମଧ୍ୟ ପର୍ଦ୍ଦା ପ୍ରଥା ଉପରେ ଜାରି ରହିଥିଲା। ହିଜାବ କିମ୍ବା ପରଦାର ମୂଳ ଇସଲାମ ପୂର୍ବରୁ ଥିଲା। ପ୍ରାଚୀନ ମେସୋପୋଟାମିଆ ଏବଂ ଗ୍ରୀସରେ ମୁଣ୍ଡ ଘୋଡ଼ାଇ ରଖିବା ଉଚ୍ଚ ସାମାଜିକ ବର୍ଗ ଏବଂ ଧନ ସମ୍ପତ୍ତିର ହିଁ ପ୍ରତୀକ ଥିଲା। କେବଳ ଉଚ୍ଚବର୍ଗର ମହିଳାମାନେ ପରଦା ପିନ୍ଧୁଥିଲେ, ଯେତେବେଳେ ଶ୍ରମିକ ଶ୍ରେଣୀର ମହିଳାମାନେ ଏହା କରିବାକୁ ବାରଣ କରିଥିଲେ। ମଧ୍ୟପ୍ରାଚ୍ୟରେ ମୁଣ୍ଡ ଘୋଡ଼ାଇ ସୂର୍ଯ୍ୟ ଏବଂ ପାଗରୁ ସୁରକ୍ଷା ପାଇଁ ଏକ ବ୍ୟବହାରିକ ପଦ୍ଧତି ମଧ୍ୟ ରହିଥିଲା ଏବଂ ପୁରୁଷମାନେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ଇସଲାମ ଧର୍ମର ଆଗମନ ପରେ କୋରାନରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ଭଦ୍ରତା ଏବଂ ସଂଯମତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଫେଟ ମହମ୍ମଦଙ୍କର ପତ୍ନୀମାନଙ୍କୁ ପରଦା ପିନ୍ଧିବା ସମୟରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ସେମାନଙ୍କୁ ଅନ୍ୟ ମହିଳାମାନଙ୍କ ପାଇଁ ଆଦର୍ଶ କରିଥିଲା। ସମୟ ସହିତ ଏହି ପ୍ରଥା ଧାର୍ମିକ ପରିଚୟ ଏବଂ ସାଂସ୍କୃତିକ ବିଶ୍ୱାସର ଏକ ଅଂଶ ହୋଇଗଲା। ବ୍ୟୁରୋ ରିପୋର୍ଟ, ଡିଟିଭି ଓଡ଼ିଆ। ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ, ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ, ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302 9439444924। ଆମର ୱେବସାଇଟ୍ www.youtube.com
srijagannathastro.com। केमिति कटिबो 2026 मसीहारे आपणक भाग्य केउ राशि रे रहिबो समस्या आउ किए हेबे लाभवान केमिति रहिबो मेष ठारू मीन राशि पर्यंत भाग्यफल जानिबा पई देखंतु आम कार्यक्रम 2026 भाग्यफल 2026 मसीहार आपणक राशि संपूर्ण भाग्यफल जानिबा पई चैनल को सब्सक्राइब करंतु बेल बटन को ऑन करंतु देखंतु डीटीवी ओडिया डीटीवी ओडिया देखिवा पई सब्सक्राइब करंतु एवं बेल आइकन को मध्य दबाई दियंतु।